ଯାହା ତ୍ରୁଟି ଦେଖାଗଲା ସେଇଟା ଆମେ କମାଣ୍ଡରକୁ ଜଣେଇବୁ, ପ୍ରଶାସନକୁ ଜଣେଇବୁ କି ଆଜି ଅମୁକ ଜିନିଷଟା ଅସୁବିଧା ହେଲା ଆମେ ପ୍ରଶାସନକୁ ଜଣେଇବୁ କି ଆମ ଭିତରେ କିଏ କ'ଣ ଦୋଷ କଲା ସେ ତାଙ୍କ ନାଁରେ ଜଣେଇବୁ। ନାଇଁ ବହୁତ ସେମାନେ କରନ୍ତି, ଆମେ ଚାକିରି ବି କରୁ ସେ ପ୍ରଶାସନକୁ ଦୋଷ ନ ଦେଇ ଆପଣ ଖସିଯିବା ପାଇଁ ଏସବୁ ନୁହଁ ତ? ନାଇଁ ନାଇଁ ଆମେ ଯାହା ବି ହେଲେ ପ୍ରଶାସନକୁ କହିବୁ, ଆପଣଙ୍କର କର୍ତ୍ତବ୍ୟ ଆମ ପ୍ରଶାସନ ତାଙ୍କୁ କହିବେ ଗାରୁଦପଡ଼ା ମୂଷା କାହିଁ ସେଠିକି ଆସିବ, ସେଠି ମୂଷାର ପ୍ରଶ୍ନ ନାହିଁ, ମୂଷା ଯାଇପାରିବ ସେଠିକି। ଠାକୁରଙ୍କର ଜିନିଷ ଯୋଉଟା ଅଛି ସେ ମୂଷା ପଶିବ କୋଉଠି? ଯିଏ ସମସ୍ତେ ଯାଉଛନ୍ତି ଆଉଛନ୍ତି, ଯିବା ଆସିବା ଚାଲିଛି, ଜିନିଷ ତା ଯୋଉ ନିଆଯାଉଛି। ମଧୁକ ବୋଲି ସ୍ୱତନ୍ତ୍ର ଭାବରେ ତାର ସଜାଗ ହେଇକି ରହିଛି ମହାପ୍ରଭୁଙ୍କ ପାଖକୁ ଯିବ ବୋଲି। ମୂଷା ପ୍ରଶ୍ନ ଅଛି। ବାରଗାଈଙ୍କ କଥା କହିଲି, ଦାୟିତ୍ୱ ହେଲା ଆମର ଏଇଆ, ଏଇ ଦାୟିତ୍ୱକୁ ତୁଲେଇବା ପାଇଁ ବର୍ତ୍ତମାନ କାର୍ଯ୍ୟକ୍ରମ ବର୍ତ୍ତମାନ ସବୁ ଅଛି। ମୂଷା କାହିଁ ତାକୁ ଖାଇବ? ମୂଷାର କ'ଣ ସେ ଖାଦ୍ୟ ନା? ମୂଷା ଗୋଟେ ମଦକ ଥୋଇଲ ଖାଇଦେଲ, ମାନେ ଅମୁଣିଆରୁ ନେଇଯାଇଛନ୍ତି ଆଉ କ'ଣ ଯିବ, ମାନେ ଏଇ ଅମୁଣିଆ ଜିନିଷ କ'ଣ କରିବେ, ଯିଏ କେମିତି କ'ଣ ନେଇଥିବେ ଯିଏ ପାପ ନୁହଁ, ଅମୁଣିଆ ଜିନିଷ ଗୋଟେ ମୁଁ ନେଇକିରି ଗାଧେଇ ପାଧେଇ ଶୁଚିବନ୍ତ ହେଇ କାହାକୁ ଛୁଇଁ ନ ଛୁଇଁ ଘରେ ତିଆରି କରି ହବିଷ କରି ତାକୁ ନେଇ ତିଆରିକି ଥୋଇଲି ପ୍ରଭୁଙ୍କ ପାଖକୁ ଯିବ। ପ୍ରଭୁଙ୍କ ପାଖକୁ 10ଟା ଥୋଇଲି ଯିବାକୁ, ନେଲା ବେଳକୁ ତିନିଟା ନାହିଁ, ମାରା ହେଇଗଲା। ଆଉ ଦୀଘା କାହିଁକି ଯିବ ମୁଁ କହିପାରିବି। ଆପଣ କ'ଣ ଭାବୁଛନ୍ତି? କିଛି ମୁଁ ଭାବୁନି। ମୁଁ ଏତିକି କାହିଁକି କମିଲା ସେଇଟା କମାଣ୍ଡରକୁ ପ୍ରଶ୍ନ କଲି, ତାଙ୍କଠୁ ବୁଝିଲି ଯେ ଏଇଆ ମୁଁ ଲେଖିକି ପ୍ରଶାସନକୁ ଦେଇଦେଲି। ଏମିତି କେମିତି ହେଲା? ପ୍ରଶାସନଙ୍କ ଦାୟିତ୍ୱରେ ଥିଲା, ନାଇଁ କିଛି ଦେଇନାହାନ୍ତି। ପ୍ରଶାସନଙ୍କ ଦାୟିତ୍ୱରେ ଥିଲା। ସବୁ ତ ଗାର୍ଦ ଦାୟିତ୍ୱରେ ନା। 2-3 ଦିନ ହେଲା ଆଉ ତାଙ୍କୁ ପଚାରିଲି, ସେ ମତେ ହିସାବ ଦେଲେ ଯେ ଏଇଆ ଏଇମାନେ ଏଇଆ ସବୁ ଦେଇଥିଲେ, କିନ୍ତୁ 300 ମୋଦକ ଏମାନେ ଆପଣଙ୍କର ଯିଏ ଆସି ସବୁ ନେଇଛନ୍ତି, ସେମାନେ ତା ଦେହରୁ 70 ମୋଦକ କମ୍ ଥିଲା ଗଣିକି ନେଇଛନ୍ତି। କାହିଁକି 70 କମିଲା ସେଟା ପ୍ରଶାସନ ଅନେଷ୍ଟ ତଦନ୍ତ ହେଲେ ତ ସବୁ ଠିକ ହେଇଯିବ। ଅନେଷ୍ଟ ତଦନ୍ତ କ'ଣ ହେଇପାରୁଛି? ତାର ମାନେ ଯାହା ହେଲା ସବୁ ଚାଲିଲା। ବଳଭଦ୍ର କାହିଁକି ପଡିଥାନ୍ତେ? ରଥ ଯଦି ଠିକ ଭାବରେ ଯିବ, ରଥ ଉପରେ ଯଦି କେହି ନ ବସିବେ, ରଥ ଉପରେ ଯଦି ସୁବିଧା ସୁଯୋଗ ନ ପାଇବେ, କଣଟି ଠିକ ଭାବରେ ହବ? ମତେ ସବୁ ଠିକ ସୁଚାରୁ ଭାବରେ ଚାଲିବ। ତଦନ୍ତ ଠିକ ଭାବରେ କଲେ ଚାଲିବ। ଆମେ ତ ପ୍ରଶାସନକୁ ନେଇକି ଦବା ନା। ଆଉ କ'ଣ ନାଇଁ କରୁନାହାନ୍ତି କହିଲେ ହବନି, ସେ କାମ ବୁଝୁନାହାନ୍ତି। ସେ କେମିତିକା ମାନେ ସମସ୍ତ କାର୍ଯ୍ୟ ସେ ବୁଝୁଛନ୍ତି ନା। ଆଉ କିନ୍ତୁ ଏଇ ସବୁ ଯୋଉ ଯାହା ଜିନିଷ ବିପଦ, ଏଇଗୁଡା ସବୁ ଖରାପ ଜିନିଷ। ଆଉ କ'ଣ ବଳଭଦ୍ର ପଡିବା ଗୋଟେ ମହାବିପତ୍ତି, ଇଏ ବର୍ତ୍ତମାନ ପ୍ରଭୁଙ୍କର ଅମୁଣିଆ ମୋଦକ ଏଇ ସବୁ ଚାରିଆଡେ ଚାଲିଛି। କାହିଁକି କେମିତିକା କ'ଣ ହଉଛି? ଏଇ ଯୁଦ୍ଧ ତ ଆରମ୍ଭ କରି ସବୁ ବିଭିନ୍ନ ପ୍ରକାର ମଧ୍ୟମ ଭାଗର ମାଲିକ ହଉଛନ୍ତି ବଳଭଦ୍ର, ମଧ୍ୟ ଆୟତ ମହେଶ୍ୱର, ସେ ମଧ୍ୟମ ଭାଗର ମାଲିକ। ଆଉ ତେଣୁ ତାଙ୍କର ଯାହା ତାଙ୍କୁ ନିର୍ଦ୍ଦେଶ ହେଇଛି ତାଙ୍କର ସେ ଚଲେଇଛନ୍ତି, ତାଙ୍କ ରାସ୍ତା ଚାଲିଛି। ସେ ତ ସେଇ କ'ଣ ଏଠି ବଳଭଦ୍ରଙ୍କ ଶାସନରେ ଅନ୍ୟାୟ ହେଲେ ସେ ବରଦାସ୍ତ କରିବେନି। ବରଦାସ୍ତ କେବେ ନୁହଁ, ଶୁଣାଶୁଣି ନାହିଁ। ସିଏ ଯାହାକୁ ଯାହା ପାନେ ଦବା କଥା ଠିକ ଭାବରେ ଦେଇଦେବେ, ଆଉ କିଛି ଭାବିବା ଦରକାର।